National flag, the saffron, white and green tricolour, was publicly unfurled. For the rest, 14 ଅଗଷ୍ଟ 1947 ମସିହା ଯେତେବେଳେ ଇଂରେଜୀମାନେ ଦେଶ ଛାଡ଼ିକି ପଳାଇଲେ, ସେହି ସମୟରେ ଗୋଟିଏ ପଟେ ଦେଶରେ ସ୍ୱାଧୀନତା ଦିବସ ପାଇଁ ଲୋକମାନେ ଖୁସି ମନାଉଥିବା ବେଳେ କିନ୍ତୁ ଅନ୍ୟପଟେ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଲୋକମାନେ ଦୁଃଖ ଭୋଗୁଥିଲେ, ଯନ୍ତ୍ରଣା ଭୋଗୁଥିଲେ। ଇଂରେଜମାନେ ଦେଶ ଛାଡ଼ି ଚାଲିଗଲେ ସତ, କିନ୍ତୁ ଯିବା ପୂର୍ବରୁ ଏକ ଚାଲ ଖେଳିଲେ, ଯାହାଦ୍ୱାରା ଭାରତ ଦୁଇ ଭାଗରେ ପରିଣତ ହୋଇଗଲା। ଭାରତ ପାକିସ୍ତାନ ପରସ୍ପର ଶତ୍ରୁ ହୋଇକି ଆଜୀବନ ରହିଗଲେ। ଦର୍ଶକ ବନ୍ଧୁ, ସେହି ସମୟରେ ଅନେକ ଲୋକ, କୋଟି କୋଟି ଲୋକ ବିସ୍ଥାପିତ ହୋଇକି ନିଜ ଜିନିଷପତ୍ର ଧରିକି ଆପଣ ଦେଖିପାରୁଥିବେ ଭିଡ଼ିଓରେ କେମିତି ପାକିସ୍ତାନକୁ ପଳାଉଥିଲେ। ଇଏ ଥିଲା ଦେଶର ସୀମାବର୍ତ୍ତୀ ଅଞ୍ଚଳର ଦୁଃଖର କାହାଣୀ। ଦର୍ଶକ ବନ୍ଧୁ, ସେହି ସମୟରେ ଅନେକ ହିଂସାକାଣ୍ଡ ଘଟିଲା, ଅନେକ ଲୋକ ମରିଲେ, ହିନ୍ଦୁ ମୁସଲିମ ପରସ୍ପର ଭିତରେ ଝଗଡ଼ା ହେଲା। ଏହି ଭିତରେ ଯଦିଓ ମହାତ୍ମା ଗାନ୍ଧୀ ଥିଲେ, ଜବାହରଲାଲ ନେହେରୁ ଥିଲେ, ସର୍ଦ୍ଦାର ବଲ୍ଲଭ ପଟେଲ ଥିଲେ, କିନ୍ତୁ ତଥାପି ଏହିସବୁ ସ୍ୱାଧୀନତା ସଂଗ୍ରାମୀମାନେ ଏହିସବୁ ଦଙ୍ଗା ଭଳି ପରିସ୍ଥିତିକୁ ରୋକିପାରିଲେ ନାହିଁ, ଯାହାଫଳରେ ଭାରତ ଦୁଇ ଭାଗରେ ପରିଣତ ହୋଇଗଲା। ସେଇଠୁ ସୃଷ୍ଟି ହେଲା ମୁସଲିମ ବହୁଳ ଦେଶ ପାକିସ୍ତାନ। ଦର୍ଶକ ବନ୍ଧୁ, କୁହାଯାଏ କି ଯଦି ସେହି ସମୟରେ ସୁଭାଷ ଚନ୍ଦ୍ର ବୋଷ ବଞ୍ଚିଥାନ୍ତେ ତେବେ ଏଇଭଳି ଦେଶ ବିଭାଜନ ହୋଇନଥାନ୍ତା କି ପାକିସ୍ତାନ ଭଳି ଦେଶ ସୃଷ୍ଟି ହୋଇନଥାନ୍ତା। କାରଣ ଆପଣ ଜାଣିଥିବେ ସୁଭାଷ ଚନ୍ଦ୍ର ବୋଷଙ୍କର ସାହସ ଅଗମ୍ୟ ଥିଲା ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁ ଶୁଣିଲେ ଇଂରେଜମାନେ ଭୟରେ ଥରୁଥିଲେ। ତ ଦର୍ଶକ ବନ୍ଧୁ, ସେହି ସମୟରେ ଆଉ ଗୋଟେ ମୂଳ କଥା ଥିଲା କି ସୁଭାଷ ଚନ୍ଦ୍ର ବୋଷ ସବୁ ଧର୍ମର ଲୋକମାନଙ୍କୁ ସମ୍ମାନ କରୁଥିଲେ। ସେ ମୁସଲିମ, ହିନ୍ଦୁ, ଖ୍ରୀଷ୍ଟିଆନ ସବୁକୁ ଭାଇ ବୋଲି ଭାବୁଥିଲେ। ତ ଦର୍ଶକ ବନ୍ଧୁ, ଆସନ୍ତୁ ଏ ଭିଡ଼ିଓରେ ଆମେ ଭଲ ଡିସ୍କସନ୍ କରିବା କି ପ୍ରକୃତରେ କେମିତି ହୋଇଥିଲା ଭାରତ ବିଭାଜନ ଏବଂ ଏଥିରେ ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁଙ୍କର ଭୂମିକା କ'ଣ ଥିଲା। ଦର୍ଶକ ବନ୍ଧୁ, ଭାରତ ବିଭାଜନରେ ମୁଖ୍ୟ ଖଳନାୟକ ଯଦିଓ ଇଂରେଜମାନଙ୍କୁ କୁହାଯାଏ, କିନ୍ତୁ ତଥାପି ପ୍ରକୃତରେ କିଛି ଭାରତୀୟମାନେ ମଧ୍ୟ ଏହି ବିଭାଜନ ପାଇଁ ଦାୟୀ ଅଟନ୍ତି। ଦର୍ଶକ ବନ୍ଧୁ, ଆପଣ ଜାଣିଥିବେ ସ୍ୱାଧୀନତା ପୂର୍ବରୁ ଯଦିଓ କିଛି ହିନ୍ଦୁ ମୁସଲିମ ପରସ୍ପରକୁ ଭାଇ ବୋଲି ଭାବୁଥିଲେ, କିନ୍ତୁ ତଥାପି ହିନ୍ଦୁ ମୁସଲିମ ମଧ୍ୟରେ ଧର୍ମକୁ ନେଇକି ଫାଟ ରହିଥିଲା। ସେହି ଫାଟକୁ ଭଲରେ ଅନୁସରଣ କରିଥିଲା ଇଂରେଜ ଭାବିଥିଲା କି ଯଦି ଆମେ ଭାରତକୁ ସ୍ୱାଧୀନତା କରି ଛାଡ଼ିଦେବା ତେବେ ଭାରତ ଭଳି ଏକ ବିଶାଳ ଶକ୍ତିଶାଳୀ ଦେଶ ଭବିଷ୍ୟତରେ ଆମ ଉପରେ ପ୍ରତିଶୋଧ ନେଇପାରେ। ସେଥିପାଇଁ ଇଂରେଜମାନେ ଭାବିଲେ କି ଆମେ ଭାରତକୁ ଧର୍ମ ଆଧାରରେ ବାଣ୍ଟିଦେବା, ଭାଗ ଭାଗ କରିଦେବା। ସେହି ଆଧାରରେ ସେତେବେଳେ ମୁସଲିମ ଲିଗ୍ର ମୁଖ୍ୟ ପ୍ରେସିଡେଣ୍ଟ ଥିଲେ ମହମ୍ମଦ ଅଲି ଜିନ୍ନା। ସିଏ କହିଲେ କି ଆମେ ହିନ୍ଦୁମାନଙ୍କଠାରୁ ଅଲଗା ହେବାକୁ ଚାହୁଁଛୁ। ତ ତାହାର ସୁଯୋଗ ନେଇଥିଲା ଇଂରେଜ। ମହମ୍ମଦ ଅଲି ଜିନ୍ନା କହିଥିଲେ କି ଭାରତୀୟମାନେ ମୁଖ୍ୟତଃ ହିନ୍ଦୁମାନଙ୍କୁ ପସନ୍ଦ କରୁଛନ୍ତି, କିନ୍ତୁ ଆମ ମୁସଲିମମାନଙ୍କ ପାଇଁ ଏଠାରେ ଜାଗା ନାହିଁ। ମହମ୍ମଦ ଅଲି ଜିନ୍ନା ଚାହିଁଲେ ଆମମାନଙ୍କ ପାଇଁ ଏକ ପ୍ରକାର ସ୍ୱତନ୍ତ୍ର ପ୍ରଦେଶ ହେଉ ଏବଂ ଆମେମାନେ ସେଇଠି ଭୋଟ ଦେବୁ। ଦର୍ଶକ ବନ୍ଧୁ, ଏହି କଥାକୁ ସେତେବେଳେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଏଭଳି ସ୍ୱାଧୀନତା ସଂଗ୍ରାମୀମାନେ ବିରୋଧ କରୁଥିଲେ, କାରଣ ସେମାନେ ଚାହୁଁନଥିଲେ କି ଭାରତ ଭଳି ଦେଶ ହିନ୍ଦୁ ମୁସଲିମ ଭାବରେ ଦୁଇଟି ଧର୍ମ ଆକାରରେ ଭାଗ ଭାଗ ହୋଇଯିବ। ଦର୍ଶକ ବନ୍ଧୁ, ସେହି ସମୟରେ ମୁସଲିମ ଲିଗ୍ର ସଭାପତି ଥିବା ମହମ୍ମଦ ଅଲି ଜିନ୍ନା ନିଜ ଜିଦ୍ରେ ଅଟଳ ଥିଲେ କି ମୁସଲିମମାନଙ୍କ ପାଇଁ ଏକ ପ୍ରକାର ସ୍ୱତନ୍ତ୍ର ପ୍ରଦେଶ ସୃଷ୍ଟି ହେଉ ଏବଂ ସେମାନେ ଭାରତରୁ ଅଲଗା ହେବାକୁ ଚାହାନ୍ତି। ଦର୍ଶକ ବନ୍ଧୁ, ଏହି ସମୟରେ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେଉଥିବା ସୁଭାଷ ଚନ୍ଦ୍ର ବୋଷ ମହମ୍ମଦ ଅଲି ଜିନ୍ନାକୁ ଅନୁରୋଧ କରି କହିଥିଲେ କି ଦେଖନ୍ତୁ ଜିନ୍ନା ସାହେବ, ଯଦି ଆପଣ ଚାହିଁବେ ଆଗାମୀ ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତୁ, ସେଥିରେ ଆମର କିଛି ଆପତ୍ତି ନାହିଁ, କିନ୍ତୁ ଦୟାକରି ଦେଶକୁ ଧର୍ମ ଆଧାରରେ ଭାଗ ଭାଗ କରନ୍ତୁ ନାହିଁ। ତ ଦର୍ଶକ ବନ୍ଧୁ, ଏହି ସମୟରେ ମଧ୍ୟ ମହମ୍ମଦ ଅଲି ଜିନ୍ନା ସୁଭାଷ ଚନ୍ଦ୍ର ବୋଷଙ୍କ କଥା ଶୁଣୁନଥିଲେ ଏବଂ ତାହାର ପ୍ରତି ଉତ୍ତରରେ ସୁଭାଷ ଚନ୍ଦ୍ର ବୋଷ କହିଥିଲେ କି ଦେଖ ମହମ୍ମଦ ଅଲି ଜିନ୍ନା, ଯଦି ତମେ ଧର୍ମ ଆଧାରରେ ଦେଶକୁ ଭାଗ ଭାଗ କରିବ ତେବେ ଏହାର ପରିଣାମ ନିଶ୍ଚୟ ତୁମେ ଭୋଗିବ। ଦର୍ଶକ ବନ୍ଧୁ, ସେହି ସମୟରେ ଇଂରେଜମାନଙ୍କର ଏକ ଭୟ ଥାଏ କି ଯଦି ସୁଭାଷ ଚନ୍ଦ୍ର ବୋଷ ବଞ୍ଚିଥିବେ ତେବେ ଭାରତ ବିଭାଜନ କେବେ ହୋଇପାରିବ ନାହିଁ। ସେଥିପାଇଁ ସେମାନେ ସୁଭାଷ ଚନ୍ଦ୍ର ବୋଷଙ୍କୁ ମାରିବା ପାଇଁ ବିଭିନ୍ନ ପ୍ରକାର ଚକ୍ରାନ୍ତ କଲେ ଏବଂ ଯେତେବେଳେ 1946 ମସିହା ଅଗଷ୍ଟ ମାସରେ ସୁଭାଷ ଚନ୍ଦ୍ର ବୋଷଙ୍କର ମୃତ୍ୟୁ ହୋଇଛି ବୋଲି ଶୁଣାଗଲା, ସେଇଠୁ ଆରମ୍ଭ ହୁଏ ଭାରତ ବିଭାଜନ ପ୍ରକ୍ରିୟା। ଦର୍ଶକ ବନ୍ଧୁ, ଇଂରେଜ ତାର ଦୁଇ ଜଣ ଅଧିକାରୀ ଲର୍ଡ ମାଉଣ୍ଟ ବ୍ୟାଟେନ୍ ଏବଂ ସାର୍ ରେଡକ୍ଲିଫ୍ଙ୍କୁ ଭାରତ ପଠାଉଛି ଅଗଷ୍ଟ ମାସ 1946 ମସିହାରେ। ଦର୍ଶକ ବନ୍ଧୁ, ସେଇଠୁ ଆରମ୍ଭ ହୁଏ ନିୟମାବଳୀ ଏବଂ ସମ୍ବିଧାନ କି ଭାରତ କେମିତି ବିଭାଜନ ହେବ ଏବଂ ପାକିସ୍ତାନ ସୃଷ୍ଟି ହେବ। ଦର୍ଶକ ବନ୍ଧୁ, ସେହି ସମୟରେ ଆପଣ ଜାଣିଥିବେ ଭାରତର ସୀମାବର୍ତ୍ତୀ ଅଞ୍ଚଳ ଯେମିତି କାଶ୍ମୀର, ବଙ୍ଗ, କୋଲକାତା ଏସବୁଠାରେ ହିଂସାକାଣ୍ଡ ଘଟିଥିଲା ଏବଂ ଅନେକ ଲୋକ ହିନ୍ଦୁ ମୁସଲିମ ପରସ୍ପର ଭିତରେ ଝଗଡ଼ା ହୋଇକି ବୋମ୍ ପକାପକି ହୋଇକି ମୃତ୍ୟୁବରଣ କରିଥିଲେ। ଦର୍ଶକ ବନ୍ଧୁ, ଗୋଟିଏ ପଟେ ଲୋକମାନେ ମରୁଥିବା ବେଳେ ଅନ୍ୟପଟେ ଇଂରେଜମାନେ ଖୁସି ମନେଇଥିଲେ କି କେମିତି ଭାରତ ବିଭାଜନ ହୋଇଗଲା। ଦର୍ଶକ ବନ୍ଧୁ, ଏହି ସମୟରେ ସ୍ୱାଧୀନତା ସଂଗ୍ରାମୀ ଯେମିତି ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଭଳି ଅନେକ ଲୋକ ଏହିଭଳି ବିଭାଜନକୁ ରୋକିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ବିଫଳ ହୋଇଥିଲେ। ଦର୍ଶକ ବନ୍ଧୁ, ଭାବନ୍ତୁ ମୁସଲିମ ଲିଗ୍ର ସଭାପତି ମହମ୍ମଦ ଅଲି ଜିନ୍ନାଙ୍କ ପାଇଁ କେମିତି ଆମ ଭାରତର ଅଖଣ୍ଡ ଭାରତ ବିଭାଜନ ହୋଇଗଲା ଧର୍ମ ଆଧାରରେ। ନହେଲେ ଆଜି ଆମ ଭାରତ
ଏକ ହେଇକି ଥାନ୍ତା ଏବଂ ଭାରତ ବିଭାଜନ ହୋଇକି ପାକିସ୍ତାନ କି ବାଂଲାଦେଶ ସୃଷ୍ଟି ହୋଇନଥାନ୍ତା। ଦର୍ଶକ ବନ୍ଧୁ, ଏଇଠି ମୁଁ ଟପିକ୍ଟି ଶେଷ କରୁଛି। ଟପିକ୍ଟି ଆଜି ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ସମସ୍ତଙ୍କୁ ମୋର ନମସ୍କାର।